ସନ୍ନ୍ୟାସୀ ବିଦ୍ରୋହ ପ୍ରଥମ ଭାଗ ଭିଡ଼ିଓକୁ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ଏହି ସନ୍ନ୍ୟାସୀ ବିଦ୍ରୋହ ତୁମର +2 ସେକେଣ୍ଡ ଇୟର ଆର୍ଟ୍ସ ହିଷ୍ଟ୍ରି ବାର୍ଷିକ ପରୀକ୍ଷା ପାଇଁ ଅତ୍ୟନ୍ତ ଜରୁରୀ, ଯାହାକି ତୁମର ପରୀକ୍ଷାରେ 8 ମାର୍କର ଲଙ୍ଗ୍ କ୍ୱେଶ୍ଚନ୍ ଆସେ। ପିଲାମାନେ, ଯଦି ତୁମର ବାର୍ଷିକ ପରୀକ୍ଷାରେ ସନ୍ନ୍ୟାସୀ ବିଦ୍ରୋହକୁ ନେଇକି 8 ମାର୍କର ଲଙ୍ଗ୍ କ୍ୱେଶ୍ଚନ୍ ଆସିଲା, ତାହେଲେ ତୁମେ ସେଇ 8 ମାର୍କର ଲଙ୍ଗ୍ କ୍ୱେଶ୍ଚନ୍କୁ କେମିତି ଲେଖିବ? ପ୍ରଥମେ ସନ୍ନ୍ୟାସୀ ବିଦ୍ରୋହ ବିଷୟରେ ଟିକେ ସାମାନ୍ୟ ଜ୍ଞାନ ପ୍ରଦାନ କରିବ। ତାପରେ ସନ୍ନ୍ୟାସୀ ବିଦ୍ରୋହର କାରଣ ଗୁଡ଼ିକ କ'ଣ କ'ଣ ଥିଲା, ସେହି କାରଣ ଗୁଡ଼ିକୁ ବର୍ଣ୍ଣନା କରିବ। ସନ୍ନ୍ୟାସୀ ବିଦ୍ରୋହର ଅଗ୍ରଗତି ବିଷୟରେ ଲେଖିବ। ତା ସହିତ ପିଲାମାନେ ଇଂରେଜମାନେ କେମିତି ଏହି ସନ୍ନ୍ୟାସୀ ବିଦ୍ରୋହକୁ ଦମନ କଲେ ତାରି ବିଷୟରେ ଲେଖିବ ଏବଂ ପରିଶେଷରେ ସନ୍ନ୍ୟାସୀ ବିଦ୍ରୋହର ଫଳାଫଳ ଲେଖି ତୁମର ଉତ୍ତରଟିକୁ ସମ୍ପୂର୍ଣ୍ଣ କରିବ। ଯଦ୍ୱାରା କ'ଣ ହେବ ପିଲାମାନେ, ଏହି ଉତ୍ତରଟି ଦେଖିବାକୁ ବହୁତ ସୁନ୍ଦର ଲାଗିବ। ଆଜିର ଏହି ସନ୍ନ୍ୟାସୀ ବିଦ୍ରୋହ ପ୍ରଥମ ଭାଗରେ ଆମେ କେବଳ ସନ୍ନ୍ୟାସୀ ବିଦ୍ରୋହ ବିଷୟରେ ଜାଣିବା ଏବଂ ପରବର୍ତ୍ତୀ ସମୟରେ ସନ୍ନ୍ୟାସୀ ବିଦ୍ରୋହ ଭାଗ ଦ୍ୱିତୀୟ, ଭାଗ ତୃତୀୟ, ଭାଗ ଚତୁର୍ଥ କରି ଆମେ ସନ୍ନ୍ୟାସୀ ବିଦ୍ରୋହକୁ ସମ୍ପୂର୍ଣ୍ଣ ଭାବରେ ପଢ଼ିବା ଏବଂ ସନ୍ନ୍ୟାସୀ ବିଦ୍ରୋହ ବିଷୟରେ ଜାଣିବା। ଏଇଠି ଦେଖିପାରୁଥିବ ପିଲାମାନେ, ଦୁଇଟି ଫଟୋ ଚିତ୍ର ଦିଆଯାଇଛି। ପ୍ରଥମ ଫଟୋ ଚିତ୍ରଟି ହେଉଛି ପିଲାମାନେ ଭାରତ ବା ଇଣ୍ଡିଆର ମାନଚିତ୍ର ଅଟେ ଏବଂ ଦ୍ୱିତୀୟ ମାନଚିତ୍ରଟି ହେଉଛି ବେଙ୍ଗଲର ମାନଚିତ୍ର ବା ୱେଷ୍ଟ ବେଙ୍ଗଲ ବା ପଶ୍ଚିମବଙ୍ଗର ମାନଚିତ୍ର ଅଟେ। ଏହି ଭାରତ ମାନଚିତ୍ରକୁ ଦେଖ ପିଲାମାନେ, ମୁଁ ଦୁଇଟି ଭାରତର ରାଜ୍ୟକୁ ସୂଚିତ କରୁଅଛି। ଏଠି ଯେଉଁ ୟେଲୋ ପର୍ସନ୍ରେ ଅଛି, ଏ ରାଜ୍ୟଟି ହେଉଛି ୱେଷ୍ଟ ବେଙ୍ଗଲ ଏବଂ ଏଠି ଯେଉଁ ୱେଷ୍ଟ ବେଙ୍ଗଲକୁ ଲାଗିକି ଯେଉଁ ଗ୍ରୀନ୍ କଲରରେ ଯେଉଁ ରାଜ୍ୟଟିକୁ ସୂଚିତ କରାଯାଇଛି, ଏଇଟା ହେଲା ବିହାର। ବେଙ୍ଗଲ ଏବଂ ବିହାରରେ ଏହି ସନ୍ନ୍ୟାସୀ ବିଦ୍ରୋହ ହୋଇଥିଲା। ବର୍ତ୍ତମାନ ଏହି ଦ୍ୱିତୀୟ ଫଟୋ ଚିତ୍ରକୁ ଦେଖ ପିଲାମାନେ, ଏହି ଦ୍ୱିତୀୟ ଫଟୋ ଚିତ୍ରରେ ୱେଷ୍ଟ ବେଙ୍ଗଲର ମାନଚିତ୍ର ଅଛି ବା ପଶ୍ଚିମବଙ୍ଗର ମାନଚିତ୍ର ଅଛି। ପଶ୍ଚିମବଙ୍ଗର କେଉଁ କେଉଁ ସ୍ଥାନରେ ସନ୍ନ୍ୟାସୀ ବିଦ୍ରୋହ ହୋଇଥିଲା ପିଲାମାନେ, ମୁଁ ଏଠି ସୂଚାଇ ଦେଉଛି। ଯେମିତିକି ପ୍ରଥମେ ଏଠି ମୁଁ ମାର୍କ କରିଦେଇଛି, ଦେଖ ପିଲାମାନେ, ଜଲପାଇଗୁଡ଼ିରେ ସନ୍ନ୍ୟାସୀ ବିଦ୍ରୋହ ହୋଇଥିଲା, ମୁର୍ସିଦାବାଦରେ ସନ୍ନ୍ୟାସୀ ବିଦ୍ରୋହ ହୋଇଥିଲା, ବୀରଭୂମରେ ସନ୍ନ୍ୟାସୀ ବିଦ୍ରୋହ ହୋଇଥିଲା, ତା ସହିତ ମେଦିନୀପୁରରେ ମଧ୍ୟ ସନ୍ନ୍ୟାସୀ ବିଦ୍ରୋହ ହୋଇଥିଲା। ଏହି ସମସ୍ତ ସ୍ଥାନ ଗୁଡ଼ିକରେ ସନ୍ନ୍ୟାସୀ ବିଦ୍ରୋହ ହୋଇଥିଲା ଏବଂ ଏହି ସ୍ଥାନ ଗୁଡ଼ିକ ପଶ୍ଚିମବଙ୍ଗରେ ହିଁ ଅବସ୍ଥିତ। ଇଂରେଜମାନଙ୍କର ରାଜତ୍ୱ ବିରୋଧରେ ହୋଇଥିବା ଆଦ୍ୟତମ ସାମାଜିକ ବିଦ୍ରୋହ ହେଉଛି ସନ୍ନ୍ୟାସୀ ବିଦ୍ରୋହ। ସନ୍ନ୍ୟାସୀ ବିଦ୍ରୋହ ପୂର୍ବରୁ କୌଣସି ବିଦ୍ରୋହ ଇଂରେଜମାନଙ୍କର ରାଜତ୍ୱ ବିରୋଧରେ ହୋଇନଥିଲା। ତେଣୁକରି ଏଠି କୁହାଯାଉଛି ପିଲାମାନେ, ଏହି ସନ୍ନ୍ୟାସୀ ବିଦ୍ରୋହ ହେଉଛି ଭାରତର ଆଦ୍ୟତମ ସାମାଜିକ ବିଦ୍ରୋହ। କାହା ବିରୋଧରେ ହୋଇଥିଲା? ଇଂରେଜ ରାଜତ୍ୱ ବିରୋଧରେ ହୋଇଥିଲା ଏବଂ ଏହି ସନ୍ନ୍ୟାସୀ ବିଦ୍ରୋହର ନେତୃତ୍ୱ ନେଇଥିଲେ ସନ୍ନ୍ୟାସୀମାନେ, ଫକୀରମାନେ। ସନ୍ନ୍ୟାସୀ କାହାକୁ କୁହାଯାଏ? ଦେଖ ପିଲାମାନେ, ହିନ୍ଦୁ ଧର୍ମର ସାଧୁ ସନ୍ଥମାନଙ୍କୁ ସନ୍ନ୍ୟାସୀ ବୋଲି କୁହାଯାଇଥାଏ। ଫକୀର କାହାକୁ କୁହାଯାଇଥାଏ? ମୁସଲମାନ ଧର୍ମର ସାଧୁ ସନ୍ଥମାନଙ୍କୁ ଫକୀର ବୋଲି କୁହାଯାଇଥାଏ। ଏହି ସନ୍ନ୍ୟାସୀ ବିଦ୍ରୋହ ଆରମ୍ଭ ହୋଇଥିଲା 1763 ମସିହାରେ। ପରୀକ୍ଷାରେ 1 ମାର୍କର ପ୍ରଶ୍ନ ଆସିଯାଏ ପିଲାମାନେ। ପ୍ରଶ୍ନ ଏମିତି ଆସେ ଯେ ସନ୍ନ୍ୟାସୀ ବିଦ୍ରୋହ କେବେ ହୋଇଥିଲା ବୋଲି।
ସନ୍ନ୍ୟାସୀ ବିଦ୍ରୋହ କେବେ ହୋଇଥିଲା? 1763 ମସିହାରେ ହୋଇଥିଲା ଏବଂ ଏହି ସନ୍ନ୍ୟାସୀ ବିଦ୍ରୋହ ଶେଷ ହୋଇଥିଲା 1800 ମସିହା ବେଳକୁ। ପ୍ରାୟ 1800 ମସିହା ବେଳକୁ ଏହି ସନ୍ନ୍ୟାସୀ ବିଦ୍ରୋହ ଶେଷ ହୋଇଯାଇଥିଲା ବା ସମାପ୍ତ ହୋଇଯାଇଥିଲା। ଏହି ସନ୍ନ୍ୟାସୀ ବିଦ୍ରୋହ ପୁଣି କେଉଁ ସ୍ଥାନରେ ହୋଇଥିଲା? ଦେଖ ପିଲାମାନେ, ଏହି ସନ୍ନ୍ୟାସୀ ବିଦ୍ରୋହ ବେଙ୍ଗଲ ଏବଂ ବିହାର ରାଜ୍ୟରେ ସଂଗଠିତ ହୋଇଥିଲା। ପୂର୍ବରୁ ମୁଁ ଭାରତ ମାନଚିତ୍ରରେ ତୁମକୁ ବେଙ୍ଗଲ ଏବଂ ବିହାରକୁ ସୂଚାଇ ଦେଇଛି। ସେହି ଭାରତର ବେଙ୍ଗଲ ଏବଂ ବିହାରରେ ଏହି ସନ୍ନ୍ୟାସୀ ବିଦ୍ରୋହ ସଂଗଠିତ ହୋଇଥିଲା। ବେଙ୍ଗଲର କେଉଁ କେଉଁ ସ୍ଥାନରେ ଏହି ସନ୍ନ୍ୟାସୀ ବିଦ୍ରୋହ ହୋଇଥିଲା? ଦେଖ ପିଲାମାନେ, ବେଙ୍ଗଲର ମୁର୍ସିଦାବାଦରେ ସନ୍ନ୍ୟାସୀ ବିଦ୍ରୋହ ହୋଇଥିଲା। ବେଙ୍ଗଲର ଜଲପାଇଗୁଡ଼ିରେ ଏହି ସନ୍ନ୍ୟାସୀ ବିଦ୍ରୋହ ହୋଇଥିଲା। ବେଙ୍ଗଲର ବୀରଭୂମରେ ସନ୍ନ୍ୟାସୀ ବିଦ୍ରୋହ ହୋଇଥିଲା। ତା ସହିତ ବେଙ୍ଗଲର ମିଦନାପୁର ଠାରେ ମଧ୍ୟ ଏହି ସନ୍ନ୍ୟାସୀ ବିଦ୍ରୋହ ହୋଇଥିଲା। ଏବଂ ବେଙ୍ଗଲର ମାନଚିତ୍ରରେ ମୁଁ ତୁମମାନଙ୍କୁ ଏହି 4ଟି ସ୍ଥାନକୁ ମଧ୍ୟ ସୂଚାଇ ଦେଇଛି: ମୁର୍ସିଦାବାଦ, ଜଲପାଇଗୁଡ଼ି, ବୀରଭୂମ ଏବଂ ମିଦନାପୁର। ଏହି ସନ୍ନ୍ୟାସୀ ବିଦ୍ରୋହ ପାଖାପାଖି ଚାଲିଥିଲା 37 ବର୍ଷ ଧରି ଏବଂ ଏହି ସନ୍ନ୍ୟାସୀ ବିଦ୍ରୋହକୁ ସମର୍ଥନ କରିଥିଲେ ସନ୍ନ୍ୟାସୀମାନଙ୍କୁ ଜମିଦାରମାନେ, ପ୍ରଜାବର୍ଗ ସମର୍ଥନ କରିଥିଲେ। ତାହା ସହିତ ଫକୀରମାନେ ମଧ୍ୟ ଏହି ସନ୍ନ୍ୟାସୀ ବିଦ୍ରୋହକୁ ସମର୍ଥନ କରିଥିଲେ। ସନ୍ନ୍ୟାସୀ ବିଦ୍ରୋହର ନେତୃତ୍ୱ କେଉଁମାନେ ନେଇଥିଲେ? ତାଙ୍କର ନାମ ଗୁଡ଼ିକ ଏଠି ଲେଖା ହେଇଛି। ଦେଖ ପିଲାମାନେ, ମୋହନଗିରି, ଭବାନୀଚରଣ ପାଠକ, ମଞ୍ଜୁ ଶାହା ଫକୀର, ଦେବୀ ଚୌଧୁରାଣୀ, ମୁସା ଶାହା, ଚିରାଗ ଅଲି ଇତ୍ୟାଦି ଏହି ସନ୍ନ୍ୟାସୀ ବିଦ୍ରୋହର ନେତୃତ୍ୱ ନେଇଥିଲେ ଏବଂ ସନ୍ନ୍ୟାସୀ ବିଦ୍ରୋହକୁ ସଫଳ କରିବା ପାଇଁ ସେମାନେ ଚେଷ୍ଟା କରିଥିଲେ। କିନ୍ତୁ ଇଂରେଜମାନଙ୍କର ଦୃଢ଼ ଦମନ ପ୍ରକ୍ରିୟା ଦ୍ୱାରା ଏହି ସନ୍ନ୍ୟାସୀ ବିଦ୍ରୋହକୁ ଇଂରେଜମାନଙ୍କ ଦ୍ୱାରା ଦମନ କରାଯାଇଥିଲା। ଆଜି ଆମେ ଏହି ସନ୍ନ୍ୟାସୀ ବିଦ୍ରୋହକୁ ନେଇକି ଯାହା ବି ପଢ଼ିଲେ, ସେହି ସନ୍ନ୍ୟାସୀ ବିଦ୍ରୋହରୁ ଏଇଠି କେତୋଟି ମୁଁ ପ୍ରଶ୍ନ ଦେଇଛି। ତାର ଉତ୍ତର ଗୁଡ଼ିକ ତୁମେ ପିଲାମାନେ କମେଣ୍ଟ ବକ୍ସରେ ଦେବ ଏବଂ ସେହି ଉତ୍ତର ଗୁଡ଼ିକୁ ଦେଖିକି ମୁଁ ତୁମକୁ ମଧ୍ୟ ରିପ୍ଲାଏ କରିବି। ଯେମିତିକି ପ୍ରଥମ ପ୍ରଶ୍ନଟି ହେଉଛି, ଇଂରେଜମାନଙ୍କ ବିରୋଧରେ ଭାରତରେ ହୋଇଥିବା ପ୍ରଥମ ବିଦ୍ରୋହର ନାମ କ'ଣ? ସନ୍ନ୍ୟାସୀ ବିଦ୍ରୋହ କେବେ ଆରମ୍ଭ ହୋଇଥିଲା? ସନ୍ନ୍ୟାସୀ ବିଦ୍ରୋହ କେଉଁ ସ୍ଥାନରେ ହୋଇଥିଲା? ସନ୍ନ୍ୟାସୀ ବିଦ୍ରୋହକୁ କେଉଁମାନେ ସମର୍ଥନ କରିଥିଲେ? ସନ୍ନ୍ୟାସୀ ବିଦ୍ରୋହର ମୁଖ୍ୟ ନେତାମାନେ କିଏ କିଏ ଥିଲେ? ଏହି 5ଟି ପ୍ରଶ୍ନକୁ ତୁମେ ତାର ଉତ୍ତର ଗୁଡ଼ିକ କମେଣ୍ଟ ବକ୍ସରେ ଦେବ ପିଲାମାନେ। ଭିଡ଼ିଓଟି ଯଦି ଭଲ ଲାଗିଥିବ ତାହେଲେ ଭିଡ଼ିଓଟିକୁ ଲାଇକ୍ କରିଦେବ। ଆହୁରି ପିଲାମାନେ ଏହି ୟୁଟ୍ୟୁବ୍ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବ, ଯଦ୍ୱାରା ଯେତେବେଳେ ମୁଁ +2 ସେକେଣ୍ଡ ଇୟର ଆର୍ଟ୍ସ ହିଷ୍ଟ୍ରିର ବିଷୟବସ୍ତୁରୁ ଭିଡ଼ିଓ ତିଆରି କରିକି ୟୁଟ୍ୟୁବରେ ଅପଲୋଡ଼ କରିବି, ତୁମମାନଙ୍କ ପାଖକୁ ନୋଟିଫିକେସନ୍ ଚାଲିଯିବ। ତା ସହିତ ପିଲାମାନେ ତୁମେ ଏହି ଭିଡ଼ିଓଟିକୁ ତୁମର ସାଙ୍ଗମାନଙ୍କୁ ମଧ୍ୟ ସେୟାର କରିଦେବ, ଯଦ୍ୱାରା ସେମାନେ ମଧ୍ୟ ଏହି ସୁନ୍ଦର ଭିଡ଼ିଓଟିକୁ ଦେଖି ସନ୍ନ୍ୟାସୀ ବିଦ୍ରୋହ ବିଷୟରେ ଜାଣିପାରିବେ।